ପାଟନାଗଡ଼ ଉପଖଣ୍ଡରେ ସରକାରୀ ଅନୁଦାନର ବ୍ୟାପକ ଦୁରୁପଯୋଗ ହେଉଛି। ନିମ୍ନମାନର କାର୍ଯ୍ୟ କରି ସରକାରୀ ଟଙ୍କା ହରିଲୁଟ୍ କରାଯାଉଛି। ଏଠାରେ ଏବେ ଗୋଟିଏ ଟ୍ରେଣ୍ଡ ଚାଲିଛି, ପିସି ଦିଅ କାମ କର। ପିସିରେ ନୋ କମ୍ପ୍ରମାଇଜ୍, କିନ୍ତୁ କାମ ଯେପରି କର ଶୁଣିବାକୁ କେହି ନାହିଁ। ଯେହେତୁ ରାଜନେତାଙ୍କ ପରିବାରଙ୍କୁ 5% ପିସି ଦେବା ପରେ କାର୍ଯ୍ୟାଦେଶ ମିଳୁଛି, ତେଣୁ କାର୍ଯ୍ୟ ଯେପରି ହେଲେ ସରକାରୀ ଅଧିକାରୀଙ୍କ କ'ଣ ଯାଉଛି। ତାଙ୍କର ଏବେ ଗୋଟିଏ କାମ, ଯେପରି ହେଉ 5% ପିସି ସଂଗ୍ରହ କରି ପହଞ୍ଚାଇବାର କଥା। ତାପରେ କାମ ଯେପରି ହେଉ କିଛି ଯାଇ ଆସେ ନାହିଁ। ଆମେ ଏଠାରେ ସାମାନ୍ୟ ଗୋଟିଏ ଛୋଟ ଉଦାହରଣ ରଖୁଛୁ। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ହରିଶଙ୍କର ନାଲରେ ନାନ୍ଦୁପଲାରେ ଏକ ଆଳିବନ୍ଧ ନିର୍ମାଣ ହେଉଛି, ଯାହାର ଅଟକଳ ମୂଲ୍ୟ 50,40,000 ଟଙ୍କା। ଏହାକୁ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ 14/1/2024ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାମ ଚାଲିଛି, ସମ୍ପୂର୍ଣ୍ଣ ହୋଇନାହିଁ। ଆଳିବନ୍ଧରେ ଫାଟ ସୃଷ୍ଟି ହେଲାଣି। ଲୋକେ ଦେଖୁଛନ୍ତି, କିନ୍ତୁ ଅଭିଯୋଗ କରିପାରୁନାହାନ୍ତି। ଭୟ ବିବାଦକୁ ଫସିବାକୁ କେହି ଚାହୁଁନାହାନ୍ତି। ଯିଏ କରୁଛନ୍ତି ସେ ଶାସକ ଦଳର ସମର୍ଥକ। ତାଙ୍କ ନାମରେ କାର୍ଯ୍ୟାଦେଶ ନାହିଁ। ସେ ହେଉଛନ୍ତି ପେଟିକଟ୍ ଠିକାଦାର। କିନ୍ତୁ ସେ ଯେପରି ନିମ୍ନମାନର କାର୍ଯ୍ୟ କରୁଛନ୍ତି, ନ ଦେଖିଲେ ବିଶ୍ୱାସ ହେବ ନାହିଁ। ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରି ନିର୍ବିଘ୍ନରେ ନିମ୍ନମାନର କାର୍ଯ୍ୟ କରିଚାଲିଛନ୍ତି। ଇଏ କେବଳ ଗୋଟିଏ ମାତ୍ର ଉଦାହରଣ। ଅଞ୍ଚଳରେ ଏପରି ଶହ ଶହ ବେଆଇନ କାର୍ଯ୍ୟ କରାଯାଉଛି, ଯାହା ଆଗାମୀ ଦିନରେ ଲୋକଲୋଚନକୁ ଆମେ ଆଣିବୁ।